जय जगन्नाथ जय जगन्नाथ। ମୁଁ ତ କିଛି ଭବିଷ୍ୟତ କଥା କହିବିନି, କାହିଁକିନା ଭବିଷ୍ୟତ କଥା ଭବିଷ୍ୟତ ଦ୍ରଷ୍ଟା ଯିଏ ଅଛନ୍ତି ସିଏ ଜାଣନ୍ତି। ଆମେ କ'ଣ ଭବିଷ୍ୟତ କଥା କହିବା? ଆମେ ଯୋଉଟା କହିବା ମାନେ ଆମର ଗୋଟେ ସାଧାରଣ କଥା ଅଛି, ଗାଉଁଲି କଥା, ଡମ୍ବରୁ ବାଜୁଛି ତାମ୍ବଡ଼ା ତାମ୍ବଡ଼ା ତାମ୍ବଡ଼ା। ତାମାନେ ତମେ ଯଦି ବଡ଼ ତା ଉପରକୁ ବଡ଼, ତା ଉପରକୁ ବଡ଼, ତା ଉପରକୁ ବଡ଼, ଏଇଆ ତାର ସିଷ୍ଟମଟା ଯୋଉଟା ମୁଁ ମାନେ ଅତି ଆପଣଙ୍କର ଗାଉଁଲି ଭାଷାରେ କହୁଛି। ଆମେ ଯୋଉଟା କହିବା, କହିଲା ବାଲା ତ ଜଣେ, ସେ ସମସ୍ତଙ୍କ ଭିତରେ ବସିକିରି କହୁଛନ୍ତି କରଉଛନ୍ତି, ଏ କଥା ସମସ୍ତେ ଜାଣନ୍ତି। ଆଧ୍ୟାତ୍ମିକବାଦୀ ଯୋଉମାନେ ଅଛନ୍ତି, ଈଶ୍ୱରଙ୍କୁ ଯୋଉମାନେ ବିଶ୍ୱାସ କରନ୍ତି, ସେମାନେ ସମସ୍ତେ ଜାଣନ୍ତି ଯେ ଆମେ କିଛି କରୁନୁ, କରେଇଲା ବାଲା ଜଣେ ଅଛନ୍ତି। ତେଣୁ ସିଏ ଯାହା ଆମକୁ କହୁଛନ୍ତି, ଆମେ ଆମ ଦ୍ୱାରା ଯାହା କରଉଛନ୍ତି, ଆମେ ତାହା ହିଁ କରୁଛେ ବା କହୁଛେ। ତେଣୁ ବର୍ତ୍ତମାନ ଯୋଉ ଆପଣ ଗୋଟେ କଥା ବର୍ତ୍ତମାନ ଦେଖନ୍ତୁ, ଯୋଉ ସୁପର ଏଲିନ୍ କଥା କହୁଥିଲେ, ମୁଁ ତ ଭବିଷ୍ୟତ କଥା କିଛି କୁହେନା। ମୁଁ ବର୍ତ୍ତମାନ ଷାଠିଏ ଲକ୍ଷ ପ୍ରତ୍ୟକ୍ଷ ବର୍ତ୍ତମାନକୁ ଦେଖିକିରି ସାମାଜିକ ସ୍ଥିତି ଆପଣ ଜାଣୁଥିବେ। ବର୍ତ୍ତମାନ ଆଜିକା ଡେଟ୍ଟା ହେଲା ଆପଣଙ୍କର 17 ତାରିଖ, ସଂକ୍ରାନ୍ତି। ଆଜି ଭିଡ଼ିଓ କୋଉଦିନ ପଡ଼ିବ ମୁଁ ଜାଣିନି। ବର୍ଷା ବର୍ତ୍ତମାନ ଏତେ ପରିମାଣ ହେଇଛି ଯେ ଆମର ଯୋଉ ଉଞ୍ଚା ବିଲ ବି ଅଛି ସେଠି ପାଣି ହେଇଯାଇଛି, କିନ୍ତୁ ଗରମର ମାତ୍ରା କହିଲେ ନ ସରେ। ଫ୍ୟାନ୍ ନ ଲଗେଇଲେ ଶୋଇ ହଉନି, ପବନ ନହେଲେ ବି ଗରମ ଲାଗୁଛି, ଝାଳ ବହୁଛି। ଆମର ବିଜ୍ଞାନ ଯୋଉ କଥା କହିଥିଲେ ସୁପର ଏଲିନ୍, ବର୍ତ୍ତମାନ ମୁଁ ଯାହାଟା ଫିଲ୍ କରୁଛି, ମାନେ ବାମ୍ଫ ବର୍ତ୍ତମାନ ବାହାରୁଛି। କୋଉଠୁ? ବସୁଧାମାରୁ ବାମ୍ଫ ବାହାରୁଛି। ଯଦି ଏ ବାମ୍ଫ ବସୁଧାମାରୁ ବାହାରିବ, ଆମର ଯୋଉ ଶସ୍ୟ ଉତ୍ପାଦନ ହବା କଥା, ଧାନ ହଉ, ଗହମ ହଉ, ଆପଣଙ୍କର ଯାହାଟା ହଉ, ଆମେ ଠିକ୍ ସେ ପାଇପାରିବା ତ? କାହିଁକିନା ପ୍ରତ୍ୟେକ ଜିନିଷର ଗୋଟେ ସିଷ୍ଟମେଟିକ୍ ଯେତିକି ଉତ୍ତାପର ଆବଶ୍ୟକତା ଅଛି ସେତିକିରେ ରହିବାର ଆବଶ୍ୟକ। ମୁଁ ବିଜ୍ଞାନ କଥା ଅନୁସାରେ ଯାଉନି, ସୁପର ଏଲିନ୍ କଥା ଆମେ ତ ନ୍ୟୁଜ୍ ଫ୍ୟୁଜ୍ ଦେଖୁଛୁ ନା। ଆମେ ଟିକେ ଯାହାହେଲେ ଅଳପ ବହୁତ କରି ଟିକେ ଅଧେ ତ ଜାଣିପାରୁଛୁ। 100% ଜ୍ଞାନ ଆମର ନଥିଲେ ବି 10-20% ଅଛି ନା। ତେଣୁ ଯେତେବେଳେ ବର୍ତ୍ତମାନ ଗରମ ଲାଗୁଛି ପାଣି ଥାଇକିରି, ତାହେଲେ ଆ ଦ୍ୱାରା ଫସଲ କ'ଣ ହବ ସେ କଥା ସମୟ କହିବ, ଆଉ ପ୍ରଭୁ ହିଁ ଜାଣନ୍ତି। ଏ ବାବଦରେ ବି ଆମର ଜ୍ଞାନୀ ଯିଏ ଅଛନ୍ତି, ସେ ଭିଡ଼ିଓ ଗୋଟେ ଦୁଇଟା ଖଣ୍ଡେ ପକେଇ ସାରିଲେଣି, ମୁଁ ଦେଖୁଛି। ମାନେ ନିଜକୁ ପ୍ରତିଷ୍ଠା କରିବା ପାଇଁ ଚେଷ୍ଟା କରିବାର କିଛି ଆବଶ୍ୟକତା ନାହିଁ। କାହିଁକି? ମୁଁ ପୂର୍ବରୁ ବି କହିଥିଲି, ମଲ୍ଲି ଫୁଲ ଆଉ ତରାଟ ଫୁଲ। ତରାଟ ଫୁଲ 4-5 ପାଖୁଡ଼ା, ମଲ୍ଲି ଫୁଲ 10-15 ପାଖୁଡ଼ା ହବ, ମୁଁ ତ ଗଣିନି, କିନ୍ତୁ ଥୋପା ଫୁଲଟା ସିଏ। ତରାଟ ଫୁଲ ତାର ବାସ୍ନା ନାହିଁ, ମଲ୍ଲି ଫୁଲର ବାସ୍ନା ଅଛି। ଯଦି ଆମେ ମଲ୍ଲି ଫୁଲକୁ ପୁରା ଛିଣ୍ଡେଇ ଛାଣ୍ଡେଇ ଦେବା, ତାର ଯେତିକି ପାଖୁଡ଼ା ଅଛି ସବୁ ଛିଣ୍ଡେଇକିରି ତରାଟ ଫୁଲ ସାଙ୍ଗରେ ସମାନ କରିକିରି ରଖିଦେବା, ସେଟା ଫେରେ ଜଣାପଡ଼ିବ କେମିତି କୋଉଟା ତରାଟ କୋଉଟା ମଲ୍ଲି? ସମାନ କରିଦେବା। ବର୍ତ୍ତମାନ ବିଜ୍ଞାନ ଯୁଗରେ କାଟି କୁଟିକିରି ସମାନ କରିଦେବା। ଏବେ ଆପଣଙ୍କର ଯୋଉ ଉପସ୍ଥିତି ପ୍ରଶ୍ନ ସବୁ ପଚରା ଯାଉଛି, ଆମେ ଦେଖୁଛୁ ମୋବାଇଲରେ, ସେଭଳିଆ କରାଯିବ। ତାକୁ ଆମେ ଜାଣିବା କେମିତି କୋଉଟା ତରାଟ କୋଉଟା ମଲ୍ଲି? ନା ଆମେ କେବଳ ମଲ୍ଲିର ବାସ୍ନାରୁ ହିଁ ଜାଣିବା। ତେଣୁ ବାସ୍ନା ଯାହାର ଥବ, କହେ ଅଚ୍ୟୁତ ବିଷ୍ଣୁଭକ୍ତ ଯାହାର ବାସନା ଥବ। ବାସ୍ନାଟା କି ଜିନିଷ? ବାସ୍ନା କହିଲେ ଆପଣଙ୍କର ପୂର୍ବ ଜନ୍ମ ଜନ୍ମାନ୍ତରର, ଅର୍ଥାତ୍ ମଲ୍ଲି ଫୁଲ ତା ଜନ୍ମରୁ ବାସ୍ନା ଅଛି, ତରାଟ ଫୁଲ ଜନ୍ମରୁ ବାସ୍ନା ନାହିଁ। ତରାଟ ଫୁଲର ବାସ୍ନା ତା ଜନ୍ମରୁ ନାହିଁ, କହେ ଅଚ୍ୟୁତ ବିଷ୍ଣୁଭକ୍ତ ଯାହାର ବାସ୍ନା ଥବ। ଏଇ ଠାକୁରଙ୍କ ଲାଇନରେ ବର୍ତ୍ତମାନ ଆପଣଙ୍କର କେତେ 140 କୋଟି ଭାରତରେ ହୁଅନ୍ତୁ, କି ପୃଥିବୀରେ କେତେ ଲୋକ ହୁଅନ୍ତୁ, କି ଓଡ଼ିଶାରେ କେତେ 100 କେତେ କୋଟି, ନା 4.5 କୋଟି ଲୋକ କୁହନ୍ତୁ, ଯାହାଟା ଆମେ ଯାହା ଶୁଣୁଛୁ, ଆମେ କ'ଣ ଗଣିଛୁ ନା ଜାଣିଛୁ? ବର୍ତ୍ତମାନ ଦେଖନ୍ତୁ, ଏଇ ଯୋଉ ସ୍ଥିତି ଭିତରେ ମଲ୍ଲି ଫୁଲ ଆଉ ତରାଟ ଫୁଲର ସ୍ଥିତି ଯାହା, ମହାପୁରୁଷଙ୍କ କଥାଟା ହେଲା ସେଇଆ। ଯିଏ ବିଷ୍ଣୁଭକ୍ତ, ଯାହାର ବାସନା ଥିବ, ଯାହାର ବାସନା ଥିବ, ସିଏ ପ୍ରଭୁ ତାଙ୍କ ଭିତରେ ପଶି, ପ୍ରଭୁଙ୍କର କିଛି ରୂପ ନାହିଁ, ପ୍ରଭୁଙ୍କର କିଛି ରୂପ ନାହିଁ। କାହିଁକି ମୁଁ ଏକଥା କହୁଛି? ନା ରୂପରେଖ ନାହିଁ ହେ ଶୂନ୍ୟ ଦେହି ଅଛ ଉଦେ ହୋଇ, ସନ୍ଥ କବି ଭୀମ ଭୋଇ ଏକଥା ଲେଖିଛନ୍ତି। ଫେରେ କ'ଣ ନା ରୂପ ଅଛି ପ୍ରଭୁଙ୍କର। ସିଏ କହିଲେ ରୂପରେଖ ନାହିଁ ଏ ଶୂନ୍ୟ ଦେଇ ଅଛ ଉଦୟ ହୋଇ। ସିଏ ତାଙ୍କ ଭାଷାରେ କହିଲେ ଯେ ଉଦୟ ହେଇକିରି ଅଛନ୍ତି କି ଆମର ସୂର୍ଯ୍ୟ ଦେବତା, ତାଙ୍କୁ ହିଁ ସେ କହିଛନ୍ତି। ଆଉ ଗୋଟିଏ କଥା କହିଛନ୍ତି, ପାଦ ପାଣି ନାହିଁ ତାଙ୍କୁ ଧରିବ କିଏ, ଏମନ୍ତ ଶୂନ୍ୟ ସ୍ୱରୂପ ଦେଖା ନ ଯାଏ,
ତାମାନେ ଏଥିରୁ ସ୍ପଷ୍ଟ ପ୍ରମାଣ ମିଳୁଛି ପ୍ରଭୁଙ୍କର ରୂପ ନାହିଁ, ନାଇଁ କି? ତାଙ୍କ ଭାଷାରେ କହିଲି, କିନ୍ତୁ ପ୍ରଭୁଙ୍କର ରୂପ ଅଛି। କଣ ନା ଏପଟରେ ଅଭିରାମ ପରମହଂସ ଦେବ କହିଲେ, ଜଗବନ୍ଧୁ ତୁମେ ବନ୍ଧୁ ମୋର, ଯିଏ ଯେଉଁପରି ଭାବୁଛି ତୁମକୁ ସେଇ ଅନୁସାରେ ତୁମେ ତାର। ଆପଣ ମାନେ ଜାଣିଥିବେ ଗଣେଶ ଭଟ୍ଟାଚାର୍ଯ୍ୟ ଆସିଲେ, ସେ ଗଣେଶକୁ ଭଗବାନ ବୋଲି ମାନନ୍ତି। ମହାପ୍ରଭୁ ଜଗନ୍ନାଥ ତାଙ୍କୁ ଗଣେଶ ରୂପରେ ବି ଦର୍ଶନ ଦେଇଥିଲେ। ସେ କଥା ତ ସମସ୍ତେ ଜାଣିଛନ୍ତି, ଆମେ ଏତେ କଥା କହିବାର କିଛି ଆବଶ୍ୟକ ନାହିଁ। ରୂପ ଅଛି କାହିଁ ନା ଯଦୃଶ୍ୟ ଭାବନା ଯଶ୍ୟ, ଅର୍ଥାତ୍ ଯିଏ ଯୋଉ ପ୍ରକାର ପ୍ରଭୁଙ୍କୁ ଦର୍ଶନ କରିବାକୁ ଚାହିଁବ ସେ ସେଇ ପ୍ରକାର ଦର୍ଶନ ଦେବେ। କାହିଁକି ନା ଭାବନା ଅନୁସାରେ ପ୍ରଭୁଙ୍କର ଦର୍ଶନ ହୁଏ। ଭାବନା ଅନୁସାରେ ପ୍ରହ୍ଲାଦ କହିଲା, ଏ କୁମ୍ଭ ଭିତରେ ମୋ ପ୍ରଭୁ ଅଛନ୍ତି। ତାର ସେ ଦୃଢ ଭାବନା ଥିଲା। କୁମ୍ଭ ଭିତରୁ ବାହାରିକିରି ନରସିଂହ ଅବତାର ହେଇକିରି ହିରଣ୍ୟାକ୍ଷକୁ ବିଦାରଣ କଲେ। ଏମିତି ବହୁତ କଥା ଅଛି। ଅଦୃଶ୍ୟରେ ଥାଇକିରି ମା ଦ୍ରୌପଦୀଙ୍କୁ ବସ୍ତ୍ର ଯୋଗେଇଲେ। ମା ଦ୍ରୌପଦୀ ଦେଖୁଥିଲେ, କିନ୍ତୁ ଆଉ କେହି ଦେଖିପାରୁନଥିଲେ କୁରୁସଭାରେ। ତେଣୁ ତାଙ୍କର ରୂପ ଅଛି। ତାଙ୍କର ରୂପ ନାହିଁ କହିବା ଭୁଲ, ରୂପ ଅଛି କହିବା ବି ଭୁଲ। କାରଣ ଆମେ ଏଇ ଯୋଉ ଦ୍ୱନ୍ଦ୍ୱ ଭିତରେ ରହିଛେ, ଏ ଦ୍ୱନ୍ଦ୍ୱର ସମାଧାନ ସୁଗୁରୁ ଅର୍ଥାତ୍ ଯିଏ ତାଙ୍କରି ଭଳି ଗୁରୁ ହେଇଥିବେ, ସିଏ ଭ୍ରମ ଆମର ସଂଶୋଧନ କରେଇଦେବେ ଏବଂ ଦେଖେଇଦେବେ। ଗୋଟିଏ କଥା ଅଛି, ଏମନ୍ତ ଗୁରୁ ଅଛି କାହିଁ ହସ୍ତ ମାରିନ ଦେବ କହି। ସେଭଳି ଗୁରୁ ଆମକୁ ପ୍ରାପ୍ତି ହେଲେ, ପ୍ରାପ୍ତି ହେବେ ମାନେ କଣ? ଆମେ ଯଦି ଖୋଜିବା ପ୍ରାପ୍ତି ହେବେ ନା ଆଉ। ନ ଖୋଜିକିରି କଣ ଘରେ ବସିବା ଗୁରୁ ପଳେଇ ଆସିବେ? ଆମକୁ ଗୋଟେ ଚାକିରି କିଛି ଦିଆ ହେଇଥିବ, ସେ ଚାକିରିରେ ଆମେ ସେ ଅଫିସକି ନ ଯାଇକିରି ଡ୍ୟୁଟି ନ କରିକିରି କଣ ଦରମା ଆସିକି ଆମ ଘରେ ପହଞ୍ଚିବ? ଗାଲୁଆମ ଫାଲୁଆମ ବେପାରରେ କିଛି ଚାକିରି ବି ଚାଲିଛି, ହାଜିରା ପକେଇ ଦେଇକିରି ଦରମା ନଉଛନ୍ତି, ସାଇଡକୁ ଆମେ ଯିବା ନାହିଁ। କିନ୍ତୁ ଆମେ ଘରେ ବସିଲେ ହବନି। ପେନସନ ଯିଏ ପାଉଛି ସେ କିଛି କରିବନି, ତା ପାଇଁ ହବ। କାରଣ ସିଏ ସେତେବେଳେ ଧରନ୍ତୁ ସରକାରଙ୍କର ରେକର୍ଡଭୁକ୍ତ କର୍ମୀ ଜଣେ ହେଇଗଲେ। ତାଙ୍କୁ ସରକାର ତାଙ୍କର ଭଲ ମନ୍ଦ ପାଇଁ ସେ କେମିତି ଚଳିବେ, କେମିତି ରହିବେ, ଖାଇବେ ପିଇବେ, ସେ ବ୍ୟବସ୍ଥା କରିବେ। ଆମେ ସେମିତି ପ୍ରଭୁଙ୍କ ପାଖରେ ଯଦି ସେଇଭଳି ହବା, ଆମେ ପ୍ରଭୁଙ୍କ କତିରେ ଯଦି ସେଭଳି ଶରଣାପନ୍ନ ହବା, ତାହେଲେ ପ୍ରଭୁ ଆମେ ଦାୟିତ୍ୱ ନେବେ। ଶରଣାପନ୍ନ ମୁହଁରେ କହିଲେ ହବନି। ମୁହଁରେ କହିଦେଲି ମୁଁ ଶରଣ ହେଇଗଲି, କି ନମକିରି ପଡିଯିବି ଆପଣଙ୍କର ସାଷ୍ଟାଙ୍ଗ ପ୍ରଣିପାତ ହେଇକିରି, ଯେ ମୋ କାୟ ମନ ବାକ୍ୟ, କାୟ କାୟ କହିଲେ ଶରୀର, ମନ କହିଲେ ମନ, ବାକ୍ୟ କହିଲେ ବଚନରେ, ମୁଁ ଲମକିରି ପଡି ଯାଇକିରି 2 ଘଣ୍ଟା 5 ଘଣ୍ଟା 6 ଘଣ୍ଟା 10 ଘଣ୍ଟା 2 ଦିନ 2 ରାତି ଶୁଏ କିଛି ଲାଭ ହବ ନାହିଁ। କାରଣ ମୁଁ ସେଠି ସିନା ପଢିଥିମି, ମୋ ଘରେ ମୋ ପିଲା ଛୁଆ କଣ କୋଉଠି ହେଲା ନହେଲା, ମୋ ମନଟା ସେଠି ଥିବ। ମାନେ ମନ ଦେଇଥା ଏଣି ତେଣିକି ଆଶା କରୁଥା ବୁଢୀ ଆଣିକି। ମନ ଇଆଡେ ସିଆଡେ ଥିବ, ମୁଁ ସାଡେ ଆଶା କରିଲେ ଲାଭ କଣ ହବ? ମାନେ ଏଠି କୁହାଗଲା କଣ? କାୟ ମନ ବାକ୍ୟ। କାୟ କହିଲେ ଶରୀର, ମନ କହିଲେ ମନ, ବାକ୍ୟ କହିଲେ ବାକ୍ୟ। ମୋ ମୁହଁରେ କହୁଥିଲି ପ୍ରଭୁ ମତେ ରକ୍ଷା କର, କିନ୍ତୁ ମନ ଭିତରେ ଅଲଗା କଥା ଥିବ। ବେପାର କଥା ଚିନ୍ତା କରୁଥିଲି, କି ପ୍ରଭୁଙ୍କ ଜୀବ ଜଗତର ଯେକୌଣସି ଜୀବ ଜଗତ, ମୁଁ ତା ଭିତରେ ସମସ୍ତ ଜୀବ ଜଗତକୁ ନେଇଗଲି। ମାନେ ଆପଣଙ୍କର ଉଡ଼ନ୍ତା ବୁଡ଼ନ୍ତା ଚଳ ଅଚଳ ସମସ୍ତଙ୍କୁ ନେଇଗଲି। ତାଙ୍କର କ୍ଷତି କରୁଥିବା ଭାବୁଥିଲି। ଏମିତି କଣ ପ୍ରଭୁଙ୍କର ଦର୍ଶନ ହବ ନା ପ୍ରଭୁଙ୍କ ଖାତାକୁ ଯିବ ନାମ ନା? ସେଭଳି କର୍ମୀ ହେଲେ ସରକାରଙ୍କ କତିରେ ଆପଣଙ୍କର ଧରନ୍ତୁ 20-25 ବର୍ଷରେ ଚାକିରି କରିବେ। ଯେତେବେଳେ 55-56 ବର୍ଷ ହେଇଯିବ, କି ଆପଣଙ୍କର 58 କି 60 ବର୍ଷ, ମାନେ କଣ ସରକାରଙ୍କ ନିୟମ ଅଛି ମୁଁ ଜାଣିନି, ତାପରେ ସରକାର ଜାଣିବେ ଆପଣ ଜଣେ କର୍ମନିଷ୍ଠ ବ୍ୟକ୍ତି, ଆପଣ କର୍ମ ସୁଚାରୁ ରୂପରେ ତୁଲେଇଛନ୍ତି, ତେଣୁ ଆପଣଙ୍କୁ ପେନସନ ମିଳିବ। ସେତେବେଳେ ଖଟୁଥିଲେ ଦରମା ପାଉଥିଲେ, ବିନା ଖଟଣୀରେ ପାଇଲେ। ସେମିତି ପ୍ରଭୁଙ୍କ ପାଖରେ ଯଦି ସେଭଳି ହେଇଥିବେ, ତାହେଲେ ଆପଣଙ୍କୁ ବିନା ଖଟଣୀରେ ବି ମିଳିବ। ସେଭଳି କେତେ ଜଣ ହେଇଛନ୍ତି? ମୋ ଦେଖାନ୍ତରେ ମୁଁ ତ କାହିଁ ପାଇନି କାହାକୁ। ସେ ଯିଏ ହେଇଛନ୍ତି ତାଙ୍କ ନିଜ ବୁଦ୍ଧି ବଳ, ବାହୁବଳ, ଲୋକବଳ, ଜ୍ଞାନ ବଳ, ବିବେକ ବଳ, ଏଇଗୁଡାକ ଲଗେଇକିରି ହେଇଛନ୍ତି। କାହିଁକି ନା କିଛି ଯଦି ଆମେ ମନ ବୁଦ୍ଧି, ଆପଣଙ୍କର ଯୋଉ ମନ ତ ହଉଛି ସବୁବେଳେ ବିଚଳିତ ନା, ମନ ଯାହା କହିବ ସେଇଆ କରିଦେଇକିରି ଯଦି ଆମେ ଫାଉଣ୍ଡେସନ କରିଦବା, ସେ ଫାଉଣ୍ଡେସନ ଏତେ ଶୀଘ୍ର ଦୋହଲିବନି। ଏତେ ଶୀଘ୍ର ଯେତେବେଳେ ନ ଦୋହଲିବ, ଆମେ କଣ କରିବା?
ଆମର ତ ଫାଉଣ୍ଡେସନ ହେଇଯାଇଛି, ଆଉ ଆମର କିଛି ଅସୁବିଧା ନାହିଁ। ଆଉ ପୁଅ ନାତି ଯଦି ନ ପଚାରିବେ, ଆମେ ତ ବ୍ୟାଙ୍କରେ ବାଲାନ୍ସ ରଖିଛେ, ଆମେ ଖାଲି ସୁଧରେ ଚଳିବା। ଆଉ କଣ, ସୁଧ ଯେତିକି ଆସିବ, ଆମର ଯଦି ପୁଅ ନାତି ନ ପଚାରିବେ ଆଉ କାହାକୁ ଧରମ ପୁଅ କରିଦବା କି ଧରମ ଝିଅ କରିଦବା, ମାନେ ସବୁ ଗୁଡାକ ପଇସା ବଳରେ ପଳେଇ ଆସିବ। ବର୍ତ୍ତମାନ ତ ଅର୍ଥ ସର୍ବସ୍ୱ ଦୁନିଆ ନା, ଅର୍ଥ ମାଧ୍ୟମରେ ସବୁ କିଛି ହେଇଯାଉଛି। ଅସମ୍ଭବ ସମ୍ଭବ ହଉଛି ଅର୍ଥରେ, କାହିଁକିନା କଳି ହଉଛି ଅର୍ଥ ସର୍ବସ୍ୱ ଦୁନିଆ। ମାନେ ଯୋଉଟା କି ବିନା ଅର୍ଥେ ବିନା ଅର୍ଥେ ମଥୁରାକୁ ବି ଗମନ କରିହବନି। ଧରନ୍ତୁ ମୁଁ ମଥୁରା ଯିବି କି ବୃନ୍ଦାବନ ଯିବି ଟିକେ ଚାହିଁବି, ମୁଁ ଯାଇପାରିବି କି ବିନା ଅର୍ଥରେ? ବିନା ଅର୍ଥରେ ଯାଇହବନି, କାହିଁକିନା ବୃନ୍ଦାବନ ମଥୁରା ତ ଏଇଠି ପାଖରେ ନୁହଁ, ଆମ ଜାରକା ଚଣ୍ଡିଖୋଲ ହେଇନି ଯେ ମୁଁ ଚାଲି ପଳେଇବି। ସେଠିକି ଯିବା ପାଇଁ ଅର୍ଥର ଆବଶ୍ୟକତା ଅଛି। ତେଣୁ ଅର୍ଥର ଯେତେବେଳେ ଆବଶ୍ୟକତା ଅଛି, ବର୍ତ୍ତମାନ ଅର୍ଥଟାକୁ ସମସ୍ତେ ଭାବିଦେଲେ ଅର୍ଥ ହିଁ ସର୍ବସ୍ୱ। ମାନେ ଅର୍ଥ ଥିଲେ ଆପଣଙ୍କର ପୁଅ ମିଳିବ, ଝିଅ ମିଳିବ, ସ୍ତ୍ରୀ ମିଳିବ, ଭାଇ ବନ୍ଧୁ କୁଟୁମ୍ବ ସବୁ ମିଳିବେ। କାହିଁକିନା କିଏ ମିଳିବେ ନା, ଅର୍ଥଟା ହଉଛି ସମସ୍ତଙ୍କର ଆବଶ୍ୟକତା ଅଛି। ତେଣୁ ଅର୍ଥ ଯାହାର କମ୍ ଥିବ, ସିଏ ଆପଣଙ୍କର ଯୋଉ ପ୍ରତ୍ୟେକ ରୋଲ ଗୁଡ଼ିକ ଆମ ପାଖରେ ଆସି ଅର୍ଥ ମାଧ୍ୟମରେ କରିଦେଇ ପାରିବେ। ପୁଅ ହେଇପାରିବେ, ଝିଅ ହେଇପାରିବେ, ପତ୍ନୀ ବି ହେଇପାରିବେ, ସବୁ ତ ହେଇପାରିବେ, ବାପ ହେଇପାରିବେ, ମା ହେଇପାରିବେ, କେବଳ ଅର୍ଥ ଲୋଭରେ। କିନ୍ତୁ ବାସ୍ତବତାରେ କେହି ହେବେନି। ବାସ୍ତବତାରେ ଏକମାତ୍ର ଜଣେ ସେଇ ପରମ ବ୍ରହ୍ମ ନିରାକାର ବା ସବୁ ଆକାର, ସେ ହିଁ ଆମର ନିଃସ୍ୱାର୍ଥରେ ଆମର ହେବେ। କାରଣ ଆମେ ଜନ୍ମ ନ ହେବା ପୂର୍ବରୁ ସେ ଆମ ସାଙ୍ଗରେ ଥିଲେ, ଏବେ ଅଛନ୍ତି, ମଲା ପରେ ବି ଥିବେ। କାରଣ ମଲା ପରଟାକୁ ତ ଆମେ ଦେଖିନା ନା, ମଲା ପରେ ବି ସେ ଥିବେ। ଯଦି ଆମର ତାଙ୍କ ପ୍ରତି ଚିନ୍ତନ ଥିବ, ତାହେଲେ ଆମେ ତ ଇଏ ସାମାନ୍ୟ ଜୀବନ ଟିକେ, ଯୌବନ ଟିକେ, ଆପଣଙ୍କର ଲୋକ ବଳ ଟିକେ, ବାହୁବଳ ଟିକେ ନେଇକିରି ଆସିକିରି ଆମେ ଏତେ ଗର୍ବ ଅହଙ୍କାର ଦେଖଉଛେ, ସିଏ କାହିଁକି ଆମ କତିକି ଆସିବେ? ମାନେ ଆପଣଙ୍କର ନିରାଶ୍ରୟ ଜଗଦୀଶ ସାହା। ଆମେ ଯଦି ନିଜକୁ ନିଃସ୍ୱ ବୋଲି ଭାବିବା, ତାହେଲେ ପ୍ରଭୁ ଆମକୁ ସାହା ହେବେ। ଆମେ ଯଦି ନିଜକୁ ସର୍ବସ୍ୱ ବୋଲି ଭାବିବା, ଆମଠାରୁ କେହି ଜ୍ଞାନୀ ନାହାନ୍ତି, ଆମଠାରୁ କେହି ମାନି ନାହାନ୍ତି, ଆମଠାରୁ କେହି ଧନୀ ନାହାନ୍ତି, ଆମଠାରୁ ବୁଦ୍ଧି ବିବେକ ଯେତେ ପ୍ରକାର ଅଛି ଆମଠାରୁ କେହି ନାହାନ୍ତି, ତାହେଲେ ପ୍ରଭୁ ଆମ କତିକି କାହିଁକି ଆସିବେ? ସେ ଆମ କତିକି ଟୋଟାଲ ଆସିବେ ନାହିଁ। ସେଥିପାଇଁ ମହାପୁରୁଷ ଲେଖିଲେ, ଯେ ତୁମକୁ ଜାଣି ନାହାନ୍ତି ତାଙ୍କୁ ଥିବ ଆଗରି, ଏଇ ବର ମୁଁ ଯେ ମାଗୁଛି ପ୍ରଭୁ କର ପ୍ରସାରି। ତେଣୁ ନ ଜାଣିଥିବା ଲୋକ କତିକି ଯିବେ, ଆମେ ସବୁ ଜାଣିଛେ ମାନେ ଆମ କତିକି ଆସିବେନି। ତେଣୁ ଆମେ କେମିତି ନ ଜାଣିଲା ଭଳିଆ ହବାର ଅଭିନୟ କରିଲେ ହବନି, ବାସ୍ତବତାରେ ଆମେ ଶରଣାପନ୍ନ ହେଲେ ତାହେଲେ ପ୍ରଭୁଙ୍କ ସାନ୍ନିଧ୍ୟ ଆମେ ଲାଭ କରିବା। ନ ପ୍ରଭୁଙ୍କର ନଜର ଟିକେ ଆମ ଉପରକୁ ରହିବ, କଣେଇକିରି ଅନେଇବେ। ଯଦି ଏତିକି ଆମେ ନ ହବ, ତାହେଲେ ଆମେ ଆମ ବାଟରେ, ପ୍ରଭୁ ତାଙ୍କ ବାଟରେ ତ ସିଏ ଅଛନ୍ତି। କାହିଁକିନା ଶୋଷର ଆବଶ୍ୟକତା ଅଛି ପାଣିର, ପାଣିର କିଛି ଆବଶ୍ୟକତା ନାହିଁ ଶୋଷ ସହିତ। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।